ଚାଷୀ ରାଇଜେ କିଏ ସେ ରଜା, ଚାଷୀ ରାଇଜେ କିଏ ସେ ରଜା, ହୋ ପରଜା ଧର ତାକୁ ଦେମା ଆମେ ସଜା। କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ମୋର ପ୍ରଶ୍ନ, ଚାଷୀ କୂଳ ଉପରେ ଆପଣଙ୍କର ଏତେ ରାଗ କ'ଣ ପାଇଁ? କିଛି ଦିନ ତଳେ ଆମେ ଦେଖିଲୁ ବରଗଡ଼ ଧନୁଯାତ୍ରାକୁ ଆପଣ ଯାଇଥିଲେ। ସେ ସଭା ମଞ୍ଚକୁ ଆପଣ ଏକ ରାଜନୈତିକ ସଭାରେ ପରିଣତ କରିଦେଲେ। ସେଠି ଯେଉଁଭଳି ଭାବରେ ଚାଷୀ କୂଳକୁ, ଚାଷୀ ସମାଜକୁ ଆପଣ ଧମକେଇଲେ, ଯେଉଁ ଗାଳି ଦେଲେ, ଇଏ କୋଉ ଅଧିକାରରେ ଆପଣ ଏ କଥା କହୁଛନ୍ତି? ଚାଷୀଟିଏ ବର୍ତ୍ତମାନ ଆଜି 1800 ଟଙ୍କାରେ ନିଜର ଧାନକୁ ବିକ୍ରି କରିବା ପାଇଁ କି ବାଧ୍ୟ ହେଉଛି, ଅଭାବୀ ବିକ୍ରି କରୁଛି। ଛତିଶଗଡ଼ ଚାଷୀ ଆସିକି ଟୋକନ ନେଇକି 3100 ଟଙ୍କାରେ ଧାନ ବିକି ଦେଇକି ପଳେଇ ଗଲାଣି। ଯେହେତୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆସିକି ଆପଣଙ୍କୁ ନୂଆପଡ଼ା ଉପନିର୍ବାଚନରେ ସାହାଯ୍ୟ କରିଥିଲେ, ଆପଣ ଛତିଶଗଡ଼ ଚାଷୀ ପାଇଁକି ସବୁ ରାସ୍ତା ଫିଟେଇ ଦେଲେ। 95% ଚାଷୀ ଆଜି ପର୍ଯ୍ୟନ୍ତ ଟୋକନଟେ ପାଇନାହାନ୍ତି। ଶୀତ କାକରରେ ମଣ୍ଡିରେ ଧାନ ଧରିକି ବସିଛନ୍ତି। ସେମାନେ କହିବେନି, ସେମାନେ ଦାବି କରିବେନି, ଆପଣଙ୍କ ପାଖରେ କରିବେନି, କାହା ପାଖରେ କରିବେ? ଏ ଅହଙ୍କାର କ'ଣ ପାଇଁ? ଆଜି ବି ଆପଣ ଭାବୁଛନ୍ତି ସେ ରାଜତନ୍ତ୍ର ଅଛି? 1947 ମସିହା ପରେ ରଜାର ଭୋଟର ମୂଲ୍ୟ ଯାହା, ଗୋଟେ ସାଧାରଣ ଲୋକର ଭୋଟର ମୂଲ୍ୟ ମଧ୍ୟ ସେୟା, ଚାଷୀର ଭୋଟର ମୂଲ୍ୟ ମଧ୍ୟ ସେୟା। ଆପଣ ଓଡ଼ିଶା ପ୍ରୋକ୍ୟୁରମେଣ୍ଟ ପଲିସି ଯେଉଁ ରହିଛି, ପ୍ରୋକ୍ୟୁରମେଣ୍ଟ ପଲିସି ଅନୁସାରେ ଡିସେମ୍ବର ସୁଦ୍ଧା ଯେଉଁଠି ହାଇଏଷ୍ଟ ପ୍ରଡ୍ୟୁସିଂ ଡିଷ୍ଟ୍ରିକ୍ଟ ଯେଉଁଗୁଡ଼ା ରହିଛି ଧାନର, ବରଗଡ଼, ସମ୍ବଲପୁର, ତା ପ୍ରୋକ୍ୟୁରମେଣ୍ଟ ଆପଣ କରିବା କଥା। ବର୍ତ୍ତମାନ ଆପଣ ତାକୁ ଏକ୍ସଟେଣ୍ଡ କରିକିନା କହୁଛନ୍ତି ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। କ'ଣ ପାଇଁ? ଜାନୁଆରୀ ଫେବୃଆରୀରୁ ଅନ୍ୟ ଜିଲ୍ଲା ଗୁଡ଼ିକରେ ପ୍ରୋକ୍ୟୁରମେଣ୍ଟ ପଲିସି ଆରମ୍ଭ ହୋଇଯାଏ, ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହୁଏ। ଆପଣ ସେ କାମ ନ କରିକି ଚାଷୀକୁ ଗାଳି ଦେଉଛନ୍ତି ଏବଂ ଅତ୍ୟନ୍ତ ଯେଉଁ ନିଚ ସ୍ତରର ଯେଉଁ କଥା କହିଛନ୍ତି, ଚାଷୀମାନେ ହେଉଛନ୍ତି ନୌଟଙ୍କିବାଜ। ନୌଟଙ୍କିର ମାନେ କ'ଣ? ନୌଟଙ୍କି ହେଉଛି ଯାହାର ମୁଣ୍ଡ 9 ଟଙ୍କା। ଆପଣଙ୍କ ନଜରରେ ଆଜି ବି ଚାଷୀର ମୁଣ୍ଡଟା 9 ଟଙ୍କା? ଇ କି ମାନସିକତା? ଚାଷୀ କୂଳ ଯଦି ଥରେ ବିରୋଧ କରିବା ଆରମ୍ଭ କରିବେ, ଭାରତୀୟ ଜନତା ପାର୍ଟିର ଗୋଟିଏ ବି ନେତା ମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ବୁଲି ପାରିବେନି। ମୁଁ ସତର୍କ କରିଦେବାକୁ ଚାହୁଁଛି, ସାବଧାନ କରିଦେବାକୁ ଚାହୁଁଛି। ପ୍ରଥମେ ଆପଣ କ୍ଷମା ପ୍ରାର୍ଥନା କରନ୍ତୁ ଚାଷୀ କୂଳକୁ। ଏଇ ଯେଉଁ ଅପଶବ୍ଦ ତାଙ୍କ ବିରୁଦ୍ଧରେ ବ୍ୟବହାର କରୁଛନ୍ତି ଏବଂ ତୁରନ୍ତ ଚାଷୀ କୂଳର ଯେଉଁ ଆଜି ସମସ୍ୟା ରହିଛି, ଚାଷୀ ମୁଣ୍ଡରେ ହାତ ଦେଇକି ବସିଛି, ସେ ସମସ୍ୟାର ସମାଧାନ କରନ୍ତୁ। ବିଜୁ ଜନତା ଦଳ ଅତୀତରେ ଚାଷୀଙ୍କ ସାଙ୍ଗରେ ଥିଲା, ଆଜି ଅଛି, ଆଗକୁ ମଧ୍ୟ ରହିବ। ଯେତେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହେଇନାହିଁ, ଆର ଜୋରଦାର ଜବାବ ଦିଆଯିବ, ଦୁର୍ବାର ଆନ୍ଦୋଳନ କରାଯିବ। ପ୍ରସ୍ତୁତ ରୁହନ୍ତୁ ଆପଣ। ଚାଷୀକୁ କୌଣସି ଆପଣ ଦୟା କରୁନାହାନ୍ତି। ସ୍ୱାଧୀନତା ପରେ ସୁନା ଦର କେତେ ବଢ଼ିଲାଣି, କେତେ ଦର ଥିଲା? ଦରମା କେତେ ବଢ଼ିଲାଣି? ଧାନର ରେଟ୍ କେତେ ବଢ଼ିଯାଇଛି? ଏତେ ଅହଙ୍କାର କ'ଣ ପାଇଁ? ଏଇ ଚାଷୀ କୂଳ ପାଇଁ ପରା ଆପଣ କ୍ଷମତାକୁ ଆସିଛନ୍ତି। ତାଙ୍କରି ବିରୁଦ୍ଧରେ ଆପଣ କହିବା ପୂର୍ବରୁ ଥରେ ଭାବିଲେ ନାହିଁ?
ଆପଣ ତୁରନ୍ତ ଆପଣଙ୍କ କଥାକୁ ୱିଡ୍ର କରନ୍ତୁ, ଚାଷୀ କୂଳକୁ ଭୁଲ ମାଗନ୍ତୁ, ନହେଲେ ପରିସ୍ଥିତି ଭୟଙ୍କର ହେବ।